ଅଛି ସାର୍। ହଁ କାଲି ଆସିଥିଲ କି? ହଁ ସାର୍ କାଲି ସିଏଚ୍ ରିପୋର୍ଟ କହିଲେ ଆଉ ହଁ କହୁଥିଲି ଯେ ମୁଁ କାଲି ଟିକେ ସାଇଲେଣ୍ଟ କରିକି ସାଇଲେଣ୍ଟ ଶୋଇଥିଲି। ଦେଇଦେଇଛି ମୋତେ ଟାୟାର୍ଡ ଲାଗୁଥିଲା ଦିନ ଯାକ। ସାର୍ ଅଛି ସାର୍ ଆସୁଛି ହଁ ଆସ ଆସ। ଆଜ୍ଞା। ସାର୍ ବୌଦ୍ଧ ଜିଲ୍ଲା ପାଇଁ ଆପଣ ସରକାର ଆପଣଙ୍କୁ ଗୋଟେ ନୂଆ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ସାର୍ କ'ଣ ରହିବ ଆପଣଙ୍କର ଟାର୍ଗେଟ୍ ଏବଂ ଚ୍ୟାଲେଞ୍ଜେସ୍ କ'ଣ ରହିଛି? ଦେଖନ୍ତୁ ଆମ ଜିଲ୍ଲା ପାଇଁ ଚ୍ୟାଲେଞ୍ଜେସ୍ ଗୁଡ଼ାଏ ଅଛି। ଏଥିପାଇଁ ବୌଦ୍ଧ ଜିଲ୍ଲା ଆପଣମାନେ ଜାଣନ୍ତି ଏଇଟା ଶିଳ୍ପ ବିହୀନ ଜିଲ୍ଲା। ନା ଏଠି ଖଣି ଅଛି ନା ଖାଦାନ ଅଛି ନା ଶିଳ୍ପ ଅଛି। ଯାହା ଲୋକେ କିଛି ନିର୍ଭର କରନ୍ତି ବୋଇଲେ କୃଷି ଉପରେ ନିର୍ଭର କରନ୍ତି। ତ ସେ କୃଷି ବି ଠିକ୍ ଭାବରେ ପାଣି ପାଇପାରେନି। ଆଉ ସେ ଯାହା ବି ହେଉ ଇଏ ସରକାର ଆମର ଆସିଲା ପରେ ଗୁଡ଼ାଏ ଲିଫ୍ଟ ଇରିଗେସନ୍ ପଏଣ୍ଟ କରିଛନ୍ତି। ଆଉ ଏବେ ଟେଣ୍ଡର ହେବାକୁ ଯାଉଛି। ସେଇଟା ଗ୍ଲୋବାଲ୍ ଟେଣ୍ଡର ହେଇଥିଲା, କ'ଣ ଡିଜାଇନ୍ ଭୁଲଭାଲ ଥିଲା। ଯେଉଁ ISS ହେବା କଥା ଆମର ମନମୁଣ୍ଡା ପାଖରେ, ଆଉ ଗୋଟେ ଗୋଧନେଶ୍ୱର ପାଖରେ, ସେଇଟା ଟେଣ୍ଡର ହେଇପାରିନି। ISS ହେଲେ ଆମର ପିଇବା ପାଣି ସୁବିଧା ହେବ, ଜଳସେଚନ ପାଇଁ ମଧ୍ୟ ଲିଫ୍ଟ ଇରିଗେସନ୍ ମଧ୍ୟ ସେଇଟା ସୁବିଧା ହେବ। ଆଉ ଗୋଟେ ବଡ଼ ଜିନିଷ ରହିଛି ଯେଉଁଟା ସାଡ଼େଙ୍ଗ, ଆମର ସାଡ଼େଙ୍ଗ ଡ୍ୟାମ୍ ଯେଉଁଟା ହେବା କଥା ଖଡ଼ଙ୍ଗ ନଦୀ ଉପରେ, সেটা ହେଇପାରୁନି ଏଇଥିପାଇଁ ଯେ ତାର ବାଧକ ସାଜିଛି ମହାନଦୀ ଟ୍ରିବ୍ୟୁନାଲ୍ ଡିସ୍ପ୍ୟୁଟ୍ଟା। ଯେହେତୁ ଟ୍ରିବ୍ୟୁନାଲ୍ ଡିସ୍ପ୍ୟୁଟ୍ଟା ଓଭର ହେଇନି, ସେଟା କଥାବାର୍ତ୍ତା ବର୍ତ୍ତମାନ ଦୁଇଟା ରାଜ୍ୟ ଭିତରେ ଚାଲିଛି। ସେଠି ବି ବିଜେପି ସରକାର, ଏଠି ବି ବିଜେପି ସରକାର। ଉଭୟ ଚିଫ୍ ମିନିଷ୍ଟର ଭିତରେ ମାନେ ମିନିଷ୍ଟ୍ରିଆଲ୍ କଥାବାର୍ତ୍ତା ବି ଚାଲିଛି। ଅଲଗା ଯେଉଁ ଅଫିସର ସ୍ତରୀୟ କଥାବାର୍ତ୍ତା ମଧ୍ୟ ଚାଲିଛି। ସେଟା ଓଭର ହେଇଗଲା ମାନେ ତାପରେ ଜଙ୍ଗଲ କ୍ଲିୟରେନ୍ସ କଥା ଆସିବ। ଜଙ୍ଗଲ କ୍ଲିୟରେନ୍ସ ହେଇଗଲା ପରେ ତାପରେ ଡ୍ୟାମ୍ଟା ହେଇପାରିବ। ତାର ପାଣି ଗୁଡ଼ାଏ ଏରିଆ ପାଣି ପାଇପାରିବ। ବିଭିନ୍ନ ଆପଣ ସେ ଖଡ଼ଙ୍ଗରୁ ଆରମ୍ଭ କରିକିରି ଏଠି ଆମର ଏଇ ମନମୁଣ୍ଡା ପାଖାପାଖି ଯେ ପାଣି ପାଇପାରିବ। ଚାଷର ଉନ୍ନତି ହେଇଗଲେ ପରେ ନା ଆଜ୍ଞା, ଆମର ଯେହେତୁ ଅନ୍ୟ କିଛି ନାହିଁ, ବହୁତ ଲୋକ ବେନିଫିଟ୍ ପାଇପାରିବେ। ଚାଷୀ ସେଇଭଳିଆ କିଛି ନାହିଁ ଆମର ସେଠି, ସେଇଭଳିଆ ତ କିଛି ନାହିଁ ଏବେ। ଶିଳ୍ପ ପାଇଁ ଆମେ ଯେଉଁଟା ଏଗ୍ରୋରିଆନ୍ ଯେଉଁଟା ଯାହା କିଛି ଚାଷକୁ ଇଏ କରିକି କରାଯାଇପାରିବ, ସେଇଭଳିଆ କିଛି ଆମର କପା ଚାଷ ଗୁଡ଼େ ହେଉଛି ଗୁଡ଼େ ଏରିଆରେ। କିନ୍ତୁ ପାଣି ସବୁଦିନ ପାଣିର ସୁବିଧା ହେଇଗଲା ମାନେ ଲୋକ ଧାନ ଆଡ଼କୁ ଆସିବେ। ତ ମାନେ ଯେମିତି ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ ଅନ୍ୟ କିଛି ଗୋଟେ ହେଇପାରିବ, ତାର ଉପରେ ଛଡ଼ା ଅନ୍ୟ କିଛି ମୁଁ ଆଉ ସୁବିଧା ଦେଖିପାରୁନାହିଁ। ଯାହା ବି ହେଉ ଆମ ସରକାର ତ ନୂଆ ନୂଆ ଇନୋଭେଟିଭ୍ ଆଇଡ଼ିଆ ନେଇକରି ଆସିଛନ୍ତି। ମୋହନ ମାଝୀ ସରକାର ଡବଲ୍ ଇଞ୍ଜିନ୍ ସରକାର ଚାଲିଛି। ତାକୁ ନେଇକରି କାମ କରିବାକୁ ପଡ଼ିବ। ଛୋଟିଆ ଜିଲ୍ଲା, ସ୍ୱପ୍ନ ବହୁତ କିଛି ଅଛି। ଆଉ ଆମର ତ ଗୁଡ଼େ ପଇସା ବାକି ରହିଛି, ଯେଉଁଟା ଆମର କ୍ରିଟିକାଲ୍ କ୍ୟାପ୍ ଫଣ୍ଡର ପଇସା ପଡ଼ିଛି। ଯୋଜନା ବୋର୍ଡ଼ ନଥିଲା ବୋଲିକି ସେଇଟା ଆପ୍ରୁଭ୍ ହେଇପାରିନି। ସେଗୁଡ଼ା ଅତି ଶୀଘ୍ର ଆପ୍ରୁଭ୍ କରି ଅତି ଶୀଘ୍ର କାମ କରିବ। ପଞ୍ଚାୟତ ଇଲେକ୍ସନ୍ ପାଖେଇଲାଣି, ଲୋକମାନଙ୍କୁ କାମ ଦରକାର। ଯେଉଁ ଆମେ କହିକିରି ଆସିଥିଲୁ ସେ କାମ ଗୁଡ଼ାକ ଅଟକି ଯାଇଛି। ଏଥିପାଇଁ ଠିକ୍ ସମୟରେ ଏଇଟା ଉଚିତ ପଦକ୍ଷେପ ନେଇଛନ୍ତି। ଯେହେତୁ ଯୋଜନା ବୋର୍ଡ଼ ତିଆରି କରିଛନ୍ତି, ସରକାର ଗୋଟେ ସ୍କୋପ୍ ଦେଇଛନ୍ତି ଆମକୁ କାମଧାମ କରିବା ଲାଗି। ତାର ସଦୁବିନିଯୋଗ ଆମେ କରିବୁ। ଆମର ତ ଅଛୁ, ଆମର ଦୁଇଟା ମାତ୍ର MLA, ଚିଫ୍ ହୁଇପ୍ ଅଛନ୍ତି, ଆମେ ଅଛନ୍ତି, ମିଳିମିଶିକି ଜିଲ୍ଲାକୁ ଆଗକୁ ନେବା ଲାଗି ଚେଷ୍ଟା କରିବୁ।